ବୁଝିପାରୁନି ସୋସିଆଲ ମିଡ଼ିଆରେ ବି ଶତ୍ରୁ ଏତେ ଶତ୍ରୁତା କ'ଣ ପାଇଁ? ହଁ, ଘର ପରିବାରରେ ଗୋଟେ କାହା ସହିତ ନ ପଡ଼ିବାର ଗୋଟେ କାରଣ ଅଛି, ରିଜିନ୍ ଥାଏ। କାରଣ ତାଙ୍କର ପଇସା ପତ୍ର ପ୍ରୋବ୍ଲେମ୍ ଥାଏ, କି କାହାର ମାନେ ଦେଲେନି, ବାପା ମା ଅଶାନ୍ତି ହୁଅନ୍ତି କି ପିଲା ଅଶାନ୍ତି ହୁଅନ୍ତି, ସେଇଟା ଚଳିବ। କିନ୍ତୁ ସୋସିଆଲ ମିଡ଼ିଆରେ ଏତେ ଶତ୍ରୁତା କ'ଣ ପାଇଁ? ଏତେ ଅନ୍ୟ ପ୍ରତି ଘୃଣା ଭାବ କ'ଣ ପାଇଁ? କାରଣ ଆମେ ତ ଗୋଟେ ଆମେ ଚିହ୍ନିନେ ଜାଣିନେ। ହଁ, ସିଏ ଗୋଟେ ତା'ର ଭିଡ଼ିଓ ପୋଷ୍ଟ କଲା, ଆପଣଙ୍କର ଅଧିକାର ଅଛି ତାକୁ କହିବାର। ତା ମାନେ ନୁହଁ ଯେ ତାକୁ ଭଲ ଭିଡ଼ିଓରେ ବି କହିବେ। କ'ଣ ପାଇଁ? ଆପଣଙ୍କର କ'ଣ ସେ ଶତ୍ରୁ? ଆପଣଙ୍କ ଇଚ୍ଛା ହେଲେ ଇଗ୍ନୋର କରିବେ, ଦେଖିବେ ନ ଦେଖିବେ, ସେଇଟା ଆପଣଙ୍କ ପୁରା ଆପଣଙ୍କର ନିଜସ୍ୱ ସ୍ୱତନ୍ତ୍ର କହିଲା ବେଳକୁ ଚିନ୍ତାଧାରା। ତା ମାନେ ନୁହଁ ଯେ ଅନ୍ୟକୁ କମେଣ୍ଟ ଖରାପ କରିକି କ'ଣ ପାଇଁ କହିବେ। ମୁଁ ନୁହଁ, ସମସ୍ତଙ୍କ କଥା କହୁଛି। ଆମ ଇଚ୍ଛା ହେବ ଆମେ ତାକୁ ଇଗ୍ନୋର କରିଦେବା, ଆମ ଇଚ୍ଛା ହେବ ଆମେ ତାକୁ ବ୍ଲକ୍ କରିଦେବା। କିନ୍ତୁ ସୋସିଆଲ ମିଡ଼ିଆରେ ସେ କ'ଣ ଆମ ଶତ୍ରୁ? ନା ସେ ଆମର କିଛି ଖାଇ ଦେଇଛି, ନା ଆମଠାରୁ କିଛି ନେଇଯାଇଛି। ସିଏ ତା'ର 5 ଟଙ୍କା ରୋଜଗାର କରିବା ପାଇଁ ସିଏ ତା'ର କଣ୍ଟେଣ୍ଟ ବନେଇବ, ଯେଉଁଟା ଲୋକଙ୍କୁ ଭଲ ଲାଗିବ, ଯେଉଁଟା ଲୋକ ଦେଖିବେ, ସେ ସେଇ ଟାଇପ୍ର ବନେଇବ। ଯେକୌଣସି ଭିଡ଼ିଓ ପୋଷ୍ଟ କଲେ, ସେ ଭଲ ଭିଡ଼ିଓ ଯେତେ ବି ହେଇଥାଉ, ଖରାପ କମେଣ୍ଟ ଦେଉଛନ୍ତି। କ'ଣ ପାଇଁ କି ଦେଉଛନ୍ତି? ସେ ତ ତୁମ ଶତ୍ରୁ ନୁହେଁ। ମଣିଷ ମରିଗଲେ କିଏ କ'ଣ ନେଇଯିବନି? ଯଦି ଅନ୍ୟକୁ ଆମେ ଭଲ କଥା ପଦେ କହିପାରିବାନି, ତାହେଲେ ଖରାପ କଥା କହିବାର କୌଣସି ଅଧିକାର ବି ଆମର ନାହିଁ। ତେଣୁ ସୋସିଆଲ ମିଡ଼ିଆଟାକୁ ଶତ୍ରୁତାର ଦୃଷ୍ଟିରେ କାହିଁ ଦେଖନ୍ତି? ଆପଣଙ୍କ ଇଚ୍ଛା ନ ହେବ ଇଗ୍ନୋର କରିଦେବେ। ପ୍ରତ୍ୟେକଟି ଭିଡ଼ିଓରେ କାହା ଗୋଟେ ଖରାପ କମେଣ୍ଟ ଦେବା, ହଁ, ଖରାପ କଲେ ଖରାପ କମେଣ୍ଟ ଦେଲେ ବାଧେନି। ଭଲ ଭିଡ଼ିଓ ଯଦି ତୁମେ ଖରାପ କମେଣ୍ଟ ଦେବ ନା, ନିଶ୍ଚିନ୍ତ ବାଧିବ। ଆଉ ସିଏ ତ ତୁମର ବି ଶତ୍ରୁ ନୁହଁ କି ତୁମଠୁ ସେ 5 ଲକ୍ଷ 10 ଲକ୍ଷ ଖାଇ ଦେଇନି ଯେ ହଁ କାହିଁ ମୁଁ ତାକୁ କାହିଁକି କମେଣ୍ଟ ଦେବି। ସିଏ ଉପରକୁ ଯଦି ସିଏ ତା'ର ବୁଦ୍ଧି ବଳ ଖର୍ଚ୍ଚ କରିକି କିଛି ଇନକମ୍ କରିବାକୁ ଚାହୁଁଛି, ସିଏ ଯେକୌଣସି ପୋଷ୍ଟ କରିବ। ଯେହେତୁ ସେ ତାକୁ ଡେଲି ପୋଷ୍ଟ ଦରକାର, ଡେଲି 4-5ଟା ପୋଷ୍ଟ ଦରକାର ସେ କରିବା ପାଇଁ। ସେ କେଉଁଠୁ କ'ଣ କେତେ ଚିନ୍ତା କରି କେତେ ପୋଷ୍ଟ କରିବ? ସେ ଦେବ। ଏତେ ବି ଭଲ ପୋଷ୍ଟ କଲେ, ଦୁଃଖ ଦେଲେ, ସବୁବେଳେ ତ ତୁମର ଦୁଃଖ। ଯଦି ସୁଖରେ ଦେଲ, ଆଉ ଦେଖିବୁ ତ ସୁଖରେ ଅଛ ବୋଲି। ଆଉ ଯଦି ଗୋଟେ କିଛି ଖାଇଲ, କ'ଣ ଆଉ କାହା ଘରେ କେହି ଖାଉନାହାନ୍ତି, ତମେ ଏକା ଖାଉଛ। ଆଉ ଯଦି କିଛି ଗୋଟେ ଭଲ ପିନ୍ଧିଲ, ପିନ୍ଧୁଛ ବୋଲି ଦେଖେଇ ହେଉଛ। ଆଉ କ'ଣ ଯଦି କାନ୍ଦିବାର ଦେଲ, ୟାର ତ ଖାଲି ଦୁଃଖ ଅଛି। ଆଉ ହସିବାର ଦେଲେ, ବେଶୀ ଫୁଲେଇ ହେଉଛି। ହେ ଭଗବାନ, ମଣିଷ କରିବ ତ କରିବ କ'ଣ? ବେଳେବେଳେ ନିଜ ଉପରେ ହସ ଲାଗୁଛି। ଲୋକଙ୍କ ଚିନ୍ତାଧାରା ତ ଆମେ ବଦଳେଇ ପାରିବାନି, ଯେହେତୁ 5ଟା ଲୋକଙ୍କର ଚିନ୍ତାଧାରା ଅଲଗା ଆସିବ। ହେଲେ ବି ଥରେ ଚିନ୍ତା କରନ୍ତୁ, ଆମେ କିଛି କରୁନେ। ଯଦି ସୋସିଆଲ ମିଡ଼ିଆଟା ସମସ୍ତଙ୍କର, ଆପଣ ବି ପୋଷ୍ଟ କଲେ 5 ଟଙ୍କା ଇନକମ୍ କରିପାରିବେ, ଆମେ ପୋଷ୍ଟ କଲେ ବି ଆମେ 5 ଟଙ୍କା ଇନକମ୍ କରିପାରିବୁ। ଆପଣଙ୍କୁ ତ କେହି ରୋକଠୋକ କରୁନାହାନ୍ତି। ଏତେ ଅଯଥା କାହାକୁ କମେଣ୍ଟ ପାସ୍ କରିକି ଖରାପ କମେଣ୍ଟ ଦେବା ଅପେକ୍ଷା ସେଇ ଗୁଡ଼ିକ ଯଦି ଆପଣ ନିଜ ଆଇଡ଼ିଆରେ ନିଜେ କିଛି ପୋଷ୍ଟ କରିବେ ନା, ତାହେଲେ ଆପଣ 5 ଟଙ୍କା ଇନକମ୍ କରିପାରିବେ। ଅଯଥାରେ କାହାକୁ କାହିଁକି କହୁଛନ୍ତି? ଗୋଟେ ଖରାପ କରି କହିଲେ ତୁମକୁ କିଛି ମିଳିବ କି? ଟଙ୍କାଟେ ମିଳିବନି। ଓଲଟା ଆପଣ ତା ପାଖରେ ଖରାପ ହେଇଯିବେ। ସିଏ ଗୋଟେ ତୁମକୁ ଗୋଟେ ଅଲଗା ଦୃଷ୍ଟିରେ ଦେବ କି ଲୋକ, ଏ ଲୋକର ଚିନ୍ତାଧାରା କେମିତି ଗୋଟେ ସେ ଚିନ୍ତା କରିବ। ତେଣୁ କାହା ଆଗରେ ନିଜର ଇମେଜଟାକୁ ଖରାପ କରନ୍ତୁନି। ଯଦି ପାରୁଛନ୍ତି ତାକୁ ଭଲ କଥା ବୋଧେ କୁହନ୍ତୁ, ନହେଲେ ମୂଳରୁ କୁହନ୍ତୁନି। ତା ଇଚ୍ଛା, ତା ଲାଇଫ୍, ସିଏ ତା'ର କ'ଣ କରୁଛି ସେଇଟା ଆମର କିଛି ଯାଏସ୍ ନାହିଁ। କିନ୍ତୁ ଆମେ ଯଦି ତା ପାଖରେ ଟାଇମ୍ ୱେଷ୍ଟ କରିବା ଅପେକ୍ଷା ଆମେ ନିଜେ କିଛି କରିବା, ତାହେଲେ 5 ଟଙ୍କା ଇନକମ୍ କରିପାରିବା। ସେଥିରୁ ଆମକୁ କିଛି ଫାଇଦା ମିଳିବ। ଆମେ ଯଦି ତାକୁ ଗୋଟେ ଖରାପ ଶୋଧିଦେବା, ଗାଳି ଦେବା, କମେଣ୍ଟ କରିଦେବା, ତାହେଲେ ଆମକୁ ତ କିଛି 1 ଟଙ୍କାରେ ମିଳିବନି। କ'ଣ ପାଇଁ ନିଜର ଗୋଟେ ଶତ୍ରୁ ଭଳିଆ ଦୃଷ୍ଟିରେ ଦେଖୁଛନ୍ତି? ସବୁ ମଣିଷ ସମାନ। ମଣିଷମାନଙ୍କୁ ଯଦି ଯିଏ ଖରାପ କଲା ସେଇଟା ତା'ର ସ୍ୱତନ୍ତ୍ର ଚିନ୍ତାଧାରା, ଯିଏ ଭଲ କଲା ସିଏ ତା'ର ଗୋଟେ ଚିନ୍ତାଧାରା। ଆମେ ଚାହିଁଲେ ବି ଦେଖ, ମୁଁ ଯଦି ଚାହିଁବି ମୁଁ କିଛି କରିବା ପାଇଁ, ମୋତେ କେହି ବଦଳେଇ ପାରିବେନି। ମୋ ଇଚ୍ଛାରେ ମୁଁ ନିଜେ ଯାହା ବି କରିବି। କିନ୍ତୁ ଯଦି ତୁମେ କହିଲେ ବି ସେ କେବେ ଅଛି, ଯେତେବେଳେ ପୋଷ୍ଟ କରୁଛି ତୁମେ କହିଲେ ବି ସେ ଶୁଣିବନି। ନିଜର ଇଏଟାକୁ କାହିଁ ନଷ୍ଟ କରୁଛନ୍ତି, ଇମେଜଟାକୁ? ନିଜକୁ ଲୋକ ଖରାପ ଭାବେ, ଗୋଟେ ଖରାପ ଦୃଷ୍ଟି ଦେବେ କି ଏଭଳିଆ ଲୋକଟା, ଏ ଲୋକର ଚିନ୍ତାଧାରା କେମିତି, ଏ ଲୋକଟା ୟାର ଘରର ସଂସ୍କାର କେମିତି, ଏଇଭଳିଆ ଦୃଷ୍ଟିରେ ଦେଖିବେ। ତା ପାଖରେ ତୁମେ ତା ନଜରରେ ଛୋଟ ହୋଇଗଲ। ତାପରେ ତୁମକୁ କିଛି ମିଳିଲା କି? ତୁମକୁ କିଛି ମିଳିଲାନି। କିନ୍ତୁ ତୁମେ କହିଲେ ବି ସେ ରୋଜଗାର କରିବ।
ତମେ କାହାକୁ କହିକି ଟାଇମ୍ ୱେଷ୍ଟ କରନ୍ତୁନି। ନିଜେ ବରଂ ଯଦି ପାରୁଛନ୍ତି ନିଜେ ବି କିଛି ପୋଷ୍ଟ କରନ୍ତୁ। ସୋସିଆଲ ମିଡ଼ିଆଟା ସମସ୍ତଙ୍କର, ମୋ ଘର ନୁହଁ କି ମୋ ବାପାର ଜାଗା ନୁହଁ, ସେଇଟା ହେଉଛି ସମସ୍ତଙ୍କର ହକ୍ ଅଛି। ଯଦି ଗୋଟେ ମାନେ ପ୍ଲାଟଫର୍ମ ଅଛି, ଯଦି ଆମେ ଘରେ ରହିକି ତା ଦେହରେ କିଛି କରିପାରିକି 5 ଟଙ୍କା ଇନକମ୍ କରିପାରିବା, ସେଥିରେ କିଛି ପ୍ରୋବ୍ଲେମ୍ ଅଛି କି? ସେ ମୁଁ ହୁଏ କି ଆପଣ ହୁଏ କି ଯିଏ ବି ହୁଅନ୍ତୁ, କାହାକୁ ଖରାପ ଦୃଷ୍ଟିରେ ଦେଖି କାହାକୁ ଗୋଟେ ଖରାପ କଥା କହିଦେଲେ ଆମକୁ କ'ଣ ମିଳିବ ସେଥିରୁ? ଆମକୁ ମାନେ କେହି ନ ଦେଖିଲେ ଉପରବାଲା ଦେଖୁଛି, ସିଏ ବି ଦେଖୁଛି ମାନେ କିଏ ଭଲ କରୁଛି, କିଏ ଭଲ କିଏ ଖରାପ, ତାର ହିସାବ ସିଏ କରିବ। ଆପଣମାନେ କିଏ କାହାକୁ ଗୋଟେ ଖରାପ କାହାକୁ ଗୋଟେ ଭଲ କହିବାର କୌଣସି ଅଧିକାର ନାହିଁ। ଆମେ ଆମର ମଣିଷ ଜନ୍ମ ପାଇଛେ, କାହାକୁ ଭଲ କଥା ପଦେ କହିକି ମାନେ କହିପାରିବା। ଖରାପ କଥା କହିକି ନିଜର ମାନେ ସିଏ ଉଠି ଯାଉଛି କାଳେ ସିଏ ପଇସା ରୋଜଗାର କରିଦେବ କି? କରୁନା, ଅସୁବିଧା କ'ଣ ଅଛି? ଆପଣମାନେ ବି କରନ୍ତୁ, କିଛି ଅସୁବିଧା ନାହିଁ। ମୋ ପୋଷ୍ଟଟି ଯଦି ଭଲ ଲାଗିଥିବ ଲାଇକ୍ କରିବେ, କମେଣ୍ଟ କରିବେ, ସେୟାର କରିବେ। ଜୟ ଜଗନ୍ନାଥ, ରହିଲି, ବାଏ।